ଆଜି ଶୁଣିବା ଉପନ୍ୟାସ ଦକ୍ଷିଣାବର୍ତ୍ତ। ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଭାଗ ଅଷ୍ଟମ। ସେଇ ଧ୍ରୁବ ଅନୁଭବ ଭିତରେ କେତେବେଳେ ତା ଆଖି ଖୁରି ଯାଇଥିଲା, ଆଉ ହଠାତ୍ ସେ ଦେଖିଲା ପିଣ୍ଡା ଦାଢ଼କୁ, ଯେଉଁଠି ଛିଡ଼ିଥିଲା ଆଲୁଅ ଆଉ ଆରମ୍ଭ ହୋଇଥିଲା ଅନ୍ଧାର। ସେଇଠି ଗଲାକାଲିର ରାତି ପରି ଉଭା ହେଉଥିଲା ପୁଣି ନୂଆ ମୁହଁଟିଏ। ଗାଁର ଆଉ ଜଣେ ଦୁଃଖୀ ସେ। କୁଆଡ଼େ ମୁହେଁଇ ଆସିଛି ବିଚରା, ଭାବିଲା ବାବାଜୀ। ଦେଖିଲା ଆଖି ମିଶିଯିବା ମାତ୍ରେ ଡାକିଲା। ସେଇ ନୂଆ ମୁହଁଟି ପହିଲେ ଆସ୍ତେ କିନା ଡରି ଡରିକା ବାବାଜୀ, ଆଉ ସେଇ ଡାକଟା ଶୁଣୁ ନ ଶୁଣୁ ଚମକି ପଡ଼ିଲା ନିଜେ ବାବାଜୀ। ମିଶେଇବ ନାହିଁ ମୋତେ ଟିକେ ତମ ସାଥିରେ? ସେମିତି ଡରି ଡରି ଆସ୍ତେ କିନା କହିଲା ସେଇ ମୁହଁଟି ପୁଣି ଥରେ ଅନ୍ଧାର ଭିତରୁ, ଯୋଉଠି ଠିଆ ହୋଇ କେତେବେଳୁ କେଜାଣି ହାଇଁ ପାଇଁ ହେଇ ଉଣ୍ଡୁଥିଲା ସେ ପିଣ୍ଡା ଉପର ସେଇ ଦୀପ ଆଲୁଅକୁ, ଗୋଟିଏ ନିଷ୍ଠାର ଆଖିରେ ପତଙ୍ଗଟିଏ ପରି। ଆ ଚାଲିଆ, ଚାଲିଆସ ସମସ୍ତେ ଯେ ଅଛ ସେଠି ଅଦୃଶ୍ୟରେ ଅନ୍ଧାରରେ, କହୁ କହୁ ଜନ୍ତି ହେଇଗଲା ଗୋଟେ ଅଦ୍ଭୁତ ଯନ୍ତ୍ରଣାରେ ବାବାଜୀର ଛାତି ଭିତରଟା। ଆଉ ସେଇ ଅନୁମତିଟି ପାଉ ନ ପାଉ ନୂଆ ଲୋକଟି ଉଠି ଆସିଲା ସତେକି ନୂଆ କରି ସମୁଦ୍ରରୁ ଥଳଭାଗକୁ ଉଠୁଥିଲା ଜୀବଟି। ସେ ସେମିତି ପହିଲି ପ୍ରଥମେ ଦରାଣ୍ଡି ହେଇ ହେରିକା ଆସିଲା ଆଉ ବସି ପଡ଼ିଲା ସେମାନଙ୍କ ସାଥିରେ। ୟା ପରେ ଆଉ ବେଶୀ ଡେରି ଲାଗିଲାନି। ଆସିଲେ ଭାରି ସମସ୍ତେ ଧୋବାସାହି ଗୋଟାକର ମଣିଷମାନେ, ଆଉ ବସିବାକୁ ଚାହିଁଲେ ସେଇଠି ସେଇ ଏକା ଜାଗାରେ, ଯୋଉଠି ଜଳୁଥିଲା ଦୀପ ଆଲୁଅଟି ନିତି ରାତିରେ, ଆଉ ଯୋଉଠି ମଣିଷମାନେ ଥିର୍ ଥାର୍ ଗମ୍ଭୀର ହୋଇ ଘଡ଼ିଏ ଅଧେ ବସି ପଡ଼ିବା ସୁଯୋଗଟିକୁ ଚାତକ ଭଳି ଅନେଇ ରହିଥିଲେ ଦିନସାରା। ମୁଁ କ'ଣ କହୁଥିଲି ବାବାଜୀ? କହୁନଥିଲି ଭଗବାନ ଅଛନ୍ତି, ଆଉ ଦିନେ ନା ଦିନେ ଆସିବେ ସମିତେ ତାଙ୍କରି ପାଖକୁ? କହୁନଥିଲି କି? ଧୋବାବୁଢ଼ା ଏବେ ସୁଦ୍ଧା ଚେତେଇ ଲାଗିଥାଏ ବାବାଜୀକୁ ସେ ପଦଟିଏ ସାରସ୍ୱତ ବିଷୟରେ। କିନ୍ତୁ କିଏ କେମିତି ମନ୍ତ୍ର କରି ଦେଇଛି, ମୂକ କରି ଦେଇଛି ବାବାଜୀକୁ। ଦିନ ରାତି 24 ଘଣ୍ଟା ଭିତରୁ ମାତ୍ର କେଇଟି ମିନିଟ୍ ପାଇଁ ଜାଣ ଖୋଲିଛି ତା ମୁହଁ ଏଣିକି। କ'ଣ ଭାବୁଛି ସେ? ଧୋବାବୁଢ଼ା ପରି ପାରେନି ସିନା, କିନ୍ତୁ ଜାଣେ ସେ, ଜାଣିପାରେ ସେ ସକାଳୁ ସଞ୍ଜ ଯାକେ ଯେତେ ଯାହା କଥା ଭାତହାଣ୍ଡିରେ ଚାଉଳ ଫୁଟିଲା ଭଳି ଫୁଟୁଥାଏ ତା ମନ ଭିତରରେ। ସେ ଯେ ସେଇ ଭଗବାନଙ୍କ କଥା ହିଁ ଭାବୁଥାଏ। ଏ ବିଷୟରେ ଏତେ ଟିକେ ଦୁଡ଼ୁବୁଡ଼ୁ ନ ଥାଏ ଧୋବା ବୁଢ଼ାର ହୃଦୟରେ। କିନ୍ତୁ ସଞ୍ଜବେଳେ ଯେତେବେଳେ ଫିଟେ ତା ପାଟି ଆଉ ଧ୍ୟାନ କରି ସାରି ଆଖି ଫିଟେଇ ଚାହିଁବା ମାତ୍ରେ ଏଣିକି ଏଣିକି ବେଶୀ ବେଶୀ କହି ହୁଏ ସେ। ସେଇ ପଦଟିଏ ବିପଦ ଗଣ୍ଠି କଥାକୁ, ଯାହାକୁ ବାରମ୍ବାର ଶୁଣିଲେ ବି ବୁଝି ହୁଏନା ସହଜେ। ସେଇଠି ପଡ଼ିଯାଏ ବିଚରା ବୁଢ଼ା ଧୋବା ଦୋନେ ବୁଡ଼ିଆରେ, ଆଉ ଦୋହଲି ଯାଏ ତା ସାହସ। କ'ଣ କହିଲୁ ବାବାଜୀ? ଆଉ ଥରେ କହ ତ। ସଭା ମଝିଟାରେ ହେଲେ ବି ଯେତେବେଳେ ସନ୍ଦେହ ଅତିଶୟ ଖାରେ ବୁଢ଼ାକୁ, ସେ ଅଟକେଇ ଦିଏ ଯାହାକୁ ପାରେ ତାକୁ, ଆଉ ପଚାରେ ଏମିତି ଜୋର କରି କ'ଣ କହିଲୁ? ମଣିଷ ସବୁ କରି ପାରିବ। ଆରେ ଏ ମଣିଷ କରିବ ସେ ସବୁ କଥା ଯାହା ଯାହା କହୁଛୁ ତୁ। ଏଇ ମିଛୁଆ ଚୋର ଧପ୍ପାବାଜ ମଣିଷ। ବାବାଜୀ ପିଲା ଲୋକ, ତୁ ବୁଝିନୁରେ। ମଣିଷ ନୁହେଁ ସେ, ଯେ ଅସମ୍ଭବ ସମ୍ଭବ କରିବ ଆଉ ଅମର ହବ, ବୁଢ଼ା ହଡ଼ା ହବନି, ଭୋକ ଶୋଷ ରହିବନି, ତାର ଦୁଃଖ କ'ଣ ଜାଣିବନି। ଅବେ ମଣିଷ ଏମିତି ହେବ? ଏସବୁ ଯେ ଆମେ ଏଠି ବଇଚେ ଏକାଠି, ଅସମ୍ଭବ ବାବାଜୀ। ସେ ମଣିଷ ଅଲଗା, ଭଗବାନ ସେ ବାବାଜୀ। ମଣିଷ ଆଉ ଭଗବାନକୁ ଏକାଠି ସମତୁଲ କରି ଦେନା ତୁ। ଭାରି ଅଧର୍ମ ଘୋଟିଯିବ ସଂସାରକୁ ବାବାଜୀ। ବାବାଜୀ ଚୁପ୍ ହୋଇ ଯାଇଥାଏ ଧୋବାବୁଢ଼ାର ସେଇ ସତର୍କ କଥା ପଦ କେଇଟିରେ। ସତକୁ ସତ ତା ମନ ବି ମରିଯାଏ କେମିତି କେଜାଣି। ଆଖି ତାର ବୁଜି ହୋଇଯାଏ ଆପଣା ଛାଏଁ, ଆଉ ଧୀରେ ଧୀରେ ବୁଡ଼ିଯାଏ ସେ ଧ୍ୟାନରେ। କିନ୍ତୁ ଧ୍ୟାନ ଭାଙ୍ଗିଲା ମାତ୍ରେ ଯେତେବେଳେ ତା ଆଖି ପୁଣି ଥରେ ବୁଲିଯାଏ ସେଇ ସବୁ ମଇଳା ମ୍ଲେଚ୍ଛା ଚେପେଟା ବଙ୍କା ଢଙ୍କା ଅବାଗିଆ ମୁହଁଟିମାନ ଉପରେ, ଯେଉଁମାନେ କୋଉ ଆଶା ଘିନି କେଜାଣି ସତେ ଆସି ଜୁଟି ଯାଇଥାନ୍ତି ସେ ଦୀପ ଆଲୁଅଟିର ଚାରିପାଖେ। ହଠାତ୍ ଗୋଟିଏ କୋହ ଉଠିଯାଏ ତା ତଣ୍ଟିକୁ, ଆଉ ସେଇ କୋହରେ ଚିପି ପକାଇ ସେ ପୁଣି ଖୋଲେ ତା ପାଟି। ଏଇ ସେଇ ମଣିଷ ମଉସା, ଏଇ ସେଇ, ମୁଁ କହୁଛି ଏଇ ସେଇ, ଯେ ହବ ଅମର।
ଆଉ ଯେତେ କଥା କହିଲ ତୁମେ ସବୁ ହବ ସେ ତାରି ଦେହି। ଆଉ ସେତିକି କହୁନ କହୁଣୁ ତା ତଣ୍ଟି ପଡ଼ିଯାଏ ଆଉ ତା ବାଦ ଅବାଧରେ ଛୁଟିଯାଏ ଲୁହର ଦୁଇଟି ଧାର ତା ଆଖିରୁ। ଆଖିର ଏଇ ଲୁହଧାରକୁ ମୂଳରୁ ଲୁଚାଉଥିଲେ ସେ, କିନ୍ତୁ ଏଣିକି ଆଉ କରୁନି ସେ ସେମିତି। ବାଲ୍ୟବନ୍ଧୁ ରାମର ଉପଦେଶ କୋଉଦିନୁ ଭୁଲିଗଲାଣି ସେ। ତାରି ନାଁ ଥିଲା ପାଠଚକ୍ର। ଯୋଉଠି ସଞ୍ଜବେଳେ ବସିଲେ ସେମାନେ ତା ପରଠୁ ବୁଢ଼ାବୁଢ଼ୀ ଟୋକାଟୋକି ଛୁଆ ଅଣ୍ଡା ସଭିଏଁ ଆଉ ଥିରଥାର ହେଇ ବସି ଦିନ ପରେ ଦିନ ଶୁଣିଲେ ସେମାନେ ସେ ବିଚାର ଆଲୋଚନା ମଣିଷ ସମ୍ପର୍କରେ, ମଣିଷର ଭାଗ୍ୟ ସମ୍ପର୍କରେ, ମଣିଷର ଅସଲ ଚିହ୍ନଟ ସମ୍ପର୍କରେ। ମଣିଷ ଗୋଟାଏ ଅଦ୍ଭୁତ ବିଷୟ ସେ, ଯାହା ଉପରେ କଥାବାର୍ତ୍ତା ବିଚାର ଆଲୋଚନା ଥଟ୍ଟା ପରିହାସ ଆଉ କେତେ କାନ୍ଦ କୋହର ଧାର ଛୁଟିଯାଏ। ଦିନ ହେଲେ ତଥାପି ସରେ ନାହିଁ ସେ ଧାର, ଶୁଖିଯାଏ ନାହିଁ ସେ। ଏତେ ରସ ଆସେ କୋଉଠୁ ସେଇ ପଦଟିଏ ଶବ୍ଦ ଦେହରେ। ଏଡ଼େ ବକଟେ ପିଲାଠୁ ଆରମ୍ଭ କରି ମଲାସରି ହେଇ ବସିଥିବା ବୁଢ଼ାବୁଢ଼ୀଙ୍କ ମଧ୍ୟରେ ଘେରା ସେଇ ଚିନ୍ତା ମଣିଷ। ଆଜିକାଲି ଆଉ ଭଗବାନଙ୍କ କଥା ପଡ଼ୁନି ବେଶୀ, ସେଇ ପାଠଚକ୍ରରେ ପଡ଼େ ବେଶୀ ମଣିଷ କଥା ସେଠି। ଧୋବାସାହିର ସେଇ ବକଟେ ଆକାଶରେ ନିଇତି ସକାଳୁ ରାତି ଅଧଯାକେ ଯୋଉ ଶବ୍ଦମାନେ ଉଡ଼ନ୍ତା ଚଢ଼େଇ ପରି ଉଡ଼ି ବୁଲୁଥିଲେ, ସେମାନଙ୍କ ଭିତରେ ଆଉ ପ୍ରକାରେ ଚଢ଼େଇଙ୍କ ଆଗମନକୁ ଅନିଶା କରି ବାବାଜୀ ନିଜେ ଆଶ୍ଚର୍ଯ୍ୟ ହେଲା ସେଦିନ। ଏଇ ଚଢ଼େଇଙ୍କର ଉଡ଼ିବା ଭାଙ୍ଗିଥିଲା ଦୋସରା। ଆଉମାନେ ଦିଗ୍ବଳୟରୁ ଦିଗ୍ବଳୟକୁ ଉଡ଼ି ଯାଉଥିଲେ। ଏମାନଙ୍କର ଆବିର୍ଭାବ ହେଉଥିଲା ସତେକି ଭୂଇଁ ତଳୁ। ଭୂଇଁ ପଟୁ ଉଠୁଥିଲେ ଏମାନେ। ସଂଖ୍ୟାରେ ବେଶୀ ନୁହେଁ, କାଁ ଭାଁ ଯୋଡ଼ିଏ ତିନୋଟି ହେଇ ଛୋଟିଆ ଛୋଟିଆ ଦଳଟିମାନ ତାଙ୍କର, ଆଉ ଭୂଇଁଟୁ ଉଠିଲା ମାତ୍ରେ ଆକାଶକୁ ଭେଦୁଥିଲେ ସେମାନେ ଅବିକଳ, ସେମିତି ଯେମିତି ଫୁଟିବାକୁ ଚାହୁଁଥିବା ପଦ୍ମ କଢ଼ିଟିଏ ପାଣି ତଳୁ ପଙ୍କରୁ ପହିଲେ ମୁନିଆ ତୀକ୍ଷ୍ଣ ତୀର ପରି ଆକାରଟିଏ ଧରି ଛୁଟିଯାଏ ଊର୍ଦ୍ଧ୍ୱକୁ, ଆଉ ଶେଷରେ ଫୁଟେ ପଦ୍ମଟିଏ ହୋଇ। ବାବାଜୀ ଭୂଇଁକୁ ସତରେ ଛୁଇଁଲାଣି ସେ। ତୁଠରେ ହିସ୍ ପଟ୍ ଶବ୍ଦମାନଙ୍କ ଭିତରୁ ସେଦିନ ଭୁସ୍ କିନି ପଚାରିଦେଲା ଜଣେ, କିଏ କିଏ ବା? ସେ ତୁଠରେ ଶ୍ରମ କରୁଥିବା ଆଉ ଜଣଙ୍କର ସ୍ୱର ଥିଲା ଇଏ। ଅତି ମାନସ ନା କ'ଣ କହୁଥିଲୁ ତୁ? ତା ନାଁଟି ବାବାଜୀ? ସେଇଆଟି। ସବୁଦିନେ କଥାମାନଙ୍କୁ ଉଙ୍କେଇ ଦେଇ ଯେମିତି ଲାଜ ରହିଲା ଭଳି ବୁଲେଇ ଦିଏ ସେ ଲୋକଟି। ବାକ୍ୟଟିକୁ ପ୍ରଶ୍ନବାଚକ ଚିହ୍ନଟିଏ ଭଳି ସେମିତି ଆଖି ବୁଜି ବୁଲେଇ ଦେଲା ସେ। ସେଇ ଯେ ସବୁଦିନେ ପଚାରେ ଦୁଃଖ ବିଷୟରେ, ଦୁଃଖର ନିପାତ ବିଷୟରେ, ଯାହା ମୁଣ୍ଡକୁ ଚିନ୍ତା କରେ ସବୁଦିନେ, ସେଇ ସେ। ଅତିମାନସ ତ କେବେଠୁ ଓହ୍ଲେଇଲେଣି ଭୂଇଁକୁ, ଜାଣିନୁ? କେମେତେ ମ ଏ କଥାଟା ଫଟେଇ ହେଉଛୁ ନା କ'ଣ ବା? କ'ଣ କହୁଛୁ ତୁ ବାବାଜୀ? ଦ୍ୱିତୀୟ ଜଣଟି ପ୍ରବୋଧିଲା ଭଳି ପ୍ରଥମକୁ କହୁ କହୁ ଅନାଇଲା, ନାଇଁ ପ୍ରକୃତରେ ବାବାଜୀ ଆଡ଼କୁ। ବାବାଜୀର ଉତ୍ତର ପାଇଁ ଆଉ ଅଟକିବା ଦରକାର ନଥାଏ ସେତେବେଳେ। ନଈ କୂଳେ କୂଳେ ଲମ୍ବିଥିବା ଧୋବାତୁଠର ସିଆର ସିଆର ମଣିଷଙ୍କ ଭିତରେ କୋଉଦିନୁ ବ୍ୟାପିଯାଇ ସାରିଥିଲା ସେଇ ପଦଗୁଡ଼ିକ, ଯାହା ସାଧାରଣ ମଣିଷ ପାଟିରେ ପହିଲେ ପହିଲେ ପଶିଲେ ଶୁଭିଯାଏ କି ଅଦ୍ଭୁତ ଦିବ୍ୟ ଧ୍ୱନିଗୁଡ଼ିଏ ପରି। ଅତି ମାନସ, ଚେତନା ଆଉ ଚୈତ୍ୟପୁରୁଷ ସେଇ ଧ୍ୱନିଗୁଡ଼ିକ। ଶବ୍ଦମାନେ ଏମିତି ଆସନ୍ତି ନୂଆ କରି ସବୁରି ଅଜଣାର ସଂସାରକୁ, ଆଉ ବ୍ୟାପିଯାଆନ୍ତି ନଈର କୂଳେ କୂଳେ, ସଞ୍ଚରି ଯାଆନ୍ତି ପାହାଡ଼ର ମୂଳରୁ ଚୂଳଯାଏ, ଆଉ ବଣର ଅସଂଖ୍ୟ ବୃକ୍ଷଲତାର ଚେରବାଟେ ନୂଆ କରି ବାହାରିବାକୁ ଥିବା କଡ଼ା ପତ୍ରଟିଏ ପର୍ଯ୍ୟନ୍ତ ବିଚରି ଯାଆନ୍ତି। ଆଉ ଯେତେବେଳେ ଜଳ ସ୍ଥଳ ଆକାଶ ସବୁଠି ପୁଚୁ ପୁଚୁ ହେଇ ଭେଦିଯାଆନ୍ତି, ସେମାନେ ସେଇଠୁ ଯାଇ ନିଅନ୍ତି ଆଶ୍ରୟ ମଣିଷର ମନରେ। କିନ୍ତୁ ହାୟ, ମଣିଷର ମନ ବି ଏମିତି ଗୋଟାଏ କିଛି ବଡ଼ ଆଧାର ନୁହେଁ, ଯେଉଁଠି ଅବିରତ ପଶୁଥିବ ଶବ୍ଦର ସ୍ରୋତ, ଆଉ ତଥାପି ସେଇ ଆଧାରଟି ରହିଥିବ ଅପୂର୍ଣ୍ଣ, ଅପରିଣତ। ଆଉ ବୋଧହୁଏ ଶବ୍ଦର ମୃତ୍ୟୁ ଘଟେ ସେଇଠି, ଯେଉଁଠି ମନର ଛୋଟିଆ ଛୋଟିଆ ପାତ୍ରର ଫନ୍ଦ ଡେଇଁ ଦିନେ ଶବ୍ଦମାନେ ଝରି ପଡ଼ନ୍ତି ମଣିଷର ଜିହ୍ୱାକୁ, ଆଉ ଥପ୍ ଥପ୍ ହେଇ ପଡ଼ନ୍ତି ଖସି ସେଇଠୁ ସେମାନେ ମୃତ୍ୟୁର ଗହ୍ୱରକୁ। ସେଦିନ ବାବାଜୀର ଏକମାତ୍ର ଆଶଙ୍କା ଥିଲା ସେଇ। ବାସ୍ତବିକ ସେଦିନ ସନ୍ଧ୍ୟାର ପାଠଚକ୍ରରେ ସେ ସେଇ ବିଷୟଟି ହିଁ ପହିଲେ ଉଠାଇଲା। ସେତେବେଳକୁ ଧୋବା ସାହି ଭିତରେ ସେଇ ଛୋଟିଆ ଭୂଇଁ ଆରକରେ ଋତୁଚକ୍ର ନୂଆ କରି ପଶିଥିଲା।
ବର୍ଷା ଗଲାଣି ଚାଳି ଆଉ ଆସିଥାଏ ଶାରଦୀୟ ସେ ଅପୂର୍ବ ବାସ୍ନା ମାଟି ପାଣି ପବନରେ। ଆଜକୁ କେତେ ବର୍ଷ ଗଲାଣି ବିତି ଯେବେଠୁ ସେ ଆପଣା ପାଖରେ ପରାସ୍ତ ହୋଇଥିଲା ଗୃହତ୍ୟାଗୀ, ବୈରାଗୀ ଆଉ ସବୁଠୁ ବେଶୀ ବିରାଗ ତାର ଯେଉଁ ଜିନିଷମାନଙ୍କ ଉପରେ ଜାତ ହୋଇଥିଲା ସେଗୁଡ଼ାକ ଶବ୍ଦ ଛଡ଼ା ଆଉ ଥିଲା ବା କ'ଣ? ସେଦିନ ପାଠଚକ୍ରର ପ୍ରାରମ୍ଭିକ ଧ୍ୟାନରୁ ଉଠୁ ଉଠୁ ଶରତ ଋତୁର ସେ ସନ୍ଧ୍ୟାକାଳୀନ ପରିସ୍ଥିତିଟି ଗୋଟିଏ ଦିବ୍ୟ ଅନୁଭୂତି ହୋଇ ଚହଟିଗଲା ତା ଅନ୍ତରରେ। ଆଉ ସାଙ୍ଗେ ସାଙ୍ଗେ କହିବାକୁ ଆରମ୍ଭ କଲା ସେ, ନାଁକୁ ଛାଡ଼। ଯେଉଁ ଜିନିଷର ନାଁ ନୀତି ଘୋଷୁଛ ଦିନେ ଭଲା ଚାହୁଁଛ ତାକୁ, ଚିହ୍ନିଛ କି ତାହାକୁ ସତ ସତ? ଆଉ ତା ପାଟିରୁ ଏତିକି ବାହାରୁ ନ ବାହାରୁ କିଏ ଜଣେ କୋଉଠି ଥିଲା ମାଡ଼ି ବସିଲା ଖପ୍ କରି। ବାବାଜୀ, ତୁ ପୁଣି ଉଭେଉଛୁ ଆମକୁ ସେ ଅଧର୍ମ ଆଡ଼କୁ? ଆରେ ଯାହାର ନାଁ ଅଜଣା ତାକୁ ପୁଣି ଧରିବ କିଏ? ଜାଣିବ କିଏ କେମିତି? ରାମ ନ ଥାଇ ଅଛିକିରେ ରାମାୟଣ, ଗୋବିନ୍ଦ ନ ଥାଇ ଅଛିକିରେ ଭାଗବତ ପୁରାଣ? ଗୋବିନ୍ଦ ଏ ଶବ୍ଦଟି କାନରେ ବାଜିଲା ମାତ୍ରେ ବାବାଜୀର ଦେହ ଶୀତେଇଗଲା। ହାୟ, କେତେ କାଳ ପରେ ଚାଖୁଥିଲା ସତେକି ସେଇ ଟୋପାଏ ମହୁ। କିନ୍ତୁ ମନକୁ ଦୃଢ଼ କରି ଦେହର କାଠେଇ ନେଇ ରହିଲା ସେ ସଭା ମଝିକୁ ଆଉ ଦେଖିଲା ତାକୁ ଯେ ଚେତେଇ ଦେଲା ସେଇ ଗୋବିନ୍ଦ ଶବ୍ଦଟି ତା ଚିତ୍ତରେ ସେଇ ଧୋବାବୁଢ଼ା। ଅନ୍ୟଦିନ ପରି ସେଇ ଆଜି ବି କାଟୁଥିଲା ତା କଥାକୁ ପାଠଚକ୍ର ସଭାରେ। ଖୁସି ଲାଗେ, ଭାରି ଖୁସି ଲାଗେ ବାବାଜୀକୁ ଯେତେବେଳେ ବୁଢ଼ା ସାଙ୍ଗରେ ତାକୁ ତାଳ ଦେବାକୁ ପଡ଼େ। କେତେ କଥା ଜଣା ସତେ ଲୋକଟିକୁ, କେତେ ମରମକୁ ଭେଦିଯାଏ ସତେ ପଦିଏ ପଦିଏ କଥାରେ। କିନ୍ତୁ ଦିହକୁ କାଠ କରିଦେଲା ସେ ଆଉ କହିଲା କଡ଼ା କରି ଟିକିଏ, ରାମ ଗୋବିନ୍ଦ ଏଗୁଡ଼ାକ ଖାଲି ନାଁ ନା। ଏଇ ନାଁର ମଣିଷଙ୍କୁ ଅନେଇଛ ଭଲା କେବେ ତମେ? କହିଲ ଦେଖି, ଯଦି ତାଙ୍କମାନଙ୍କ ରାମ ହେଇନଥାନ୍ତା, ଯଦି ତାଙ୍କମାନଙ୍କ ନାଁ ହେଇନଥାନ୍ତା ଗୋବିନ୍ଦ, ତେବେ କି ଲୋଡ଼ା ଆମର ଏଇ ନାଁରେ? ସେଇଥିପାଇଁ କହୁଛି ମୁଁ, ତା ନାଁକୁ ଛାଡ଼, ଧର ମଣିଷକୁ। ଶବ୍ଦଙ୍କୁ ଛାଡ଼, ଧର ବିଷୟକୁ। ନାଁରୁ ମଣିଷ ଆଡ଼କୁ, ଶବ୍ଦରୁ ବିଷୟ ଆଡ଼କୁ, ଏହିପରି ଧୀରେ ଆସ୍ତେ ଆସ୍ତେ ଟାଣି ଘେନି ଗଲା ସେ ସେମାନଙ୍କୁ। ହପ୍ତାରେ ହପ୍ତା ପାଠଚକ୍ର ବଢ଼ି ଚାଲିଲା ଧୋବାସାହିରେ। ଆଉ ପ୍ରତ୍ୟେକ ପାଠଚକ୍ରରେ ଚାଲିଲା ଆଲୋଚନା, ଯାହା ତାଙ୍କୁ ଟିପେ ଟିପେ ଧାପେ ଧାପେ କରି ଭିଡ଼ି ଘିନି ଯାଉଥିଲା କୋଉ ହଜାର ହଜାର ବର୍ଷର ରହଣିଆ ଗୋଟିଏ ମନଠୁ ଆଉ ଗୋଟିଏ ନୂଆ ଆଡ଼କୁ। ଆଉ ଯେଉଁଦିନ ବାବାଜୀ ସେମାନଙ୍କୁ ପୂରାପୂରି ବୁଝାଇ ଦେଲା ଯେ ଏଇ ମଣିଷ ଯେ ଯାହାର ଚୈତ୍ୟ ପୁରୁଷଟି କୋଉ ଅନନ୍ତ କାଳରୁ ଶୋଇଛି ଖାଲି ନିଘୋଡ଼ ନିଦରେ, ତାରି ନିଜ ଭିତରେ ଯେମିତି ଖୋସା ଭିତରେ ପ୍ରଜାପତି, ଯେମିତି ବାପ ଭିତରେ ପୁଅ, ଯେମିତି ସୂର୍ଯ୍ୟ ଭିତରେ ଥିଲା ଦିନେ ଏଇ ଆମ ପୃଥିବୀ। ଆଉ ତାର ଏଇ ନଦୀ, ବନ, ପର୍ବତ, ବିଚିତ୍ର ବାସ୍ନା, ବିଚିତ୍ର ସ୍ୱପ୍ନ, ବିଚିତ୍ର ସ୍ପର୍ଶ, ବିଚିତ୍ର ସ୍ୱାଦ, ଆଉ ଯେତେ ସବୁ ବିଚିତ୍ର ପୁଲକ ଏଇ ମଣିଷର ଚମର ମିଳେ, ସେଗୁଡ଼ାକ ସବୁ ବାହାରିଛି ଧୀରେ ଧୀରେ ଗୋଟାଏ ଭାବନାର ଖିଅ ପରି, ଶିବଙ୍କ ଜଟରୁ ଗଙ୍ଗା ପରି ଆମର ଏଇ ପୃଥିବୀରୁ। ଆଉ କେଜାଣି କାହିଁକି ଅଟକି ଯାଇଛି ସେ କ୍ରିୟାଟି ଆଜକୁ କେତେ ହଜାର ବର୍ଷ ଧରି କେଜାଣି। ଖାଲି ଦରଣ୍ଡି ହେଉଛି, ଧନ୍ଦି ଧୁନ୍ଦାଳି ହେଉଛି ସିନା ଏ ମଣିଷ, କିନ୍ତୁ ଚାଲୁନାହିଁ ସେ, ଚାହୁଁନାହିଁ ସେ ଆଡ଼କୁ କୁଆଡ଼କୁ। ତାକୁ ଚଳେଇବାକୁ ହବ, ତାକୁ ଦେଖେଇବାକୁ ହବ, ଆଉ ତାକୁ ଉଦ୍ଧାରିବାକୁ ହବ ଏଇ ଅନ୍ଧକୂପ ଭିତରୁ। ଏଣିକି ରାତି ତମାମ ବାଉଳି ହବନି ସେ ଆଖୁ କିଆରୀରେ। ପଚାରିବ ନାହିଁ ସେ ଅନ୍ଧ ଭଳି ଯାହାକୁ ପାରେ ତାହାକୁ ଦେଖିଲା ମାତ୍ରେ ମତଲବ। ଧାଇଁବ ନାହିଁ ସେ ଦିନ ତମାମ ଇସ୍କୁଲ ପିଲାଏ 100 ମିଟର ଦୌଡ଼ ପ୍ରତିଯୋଗିତାରେ ଦୌଡ଼ିଲା ପରି ଆଗରେ ଦୌଡ଼ିଥିବା ମଣିଷକୁ ଅନେଇ ରବେଇ ଖବେଇ ହେଇ ଡାକିବ ନାହିଁ ସେ, ଭଗବାନଙ୍କୁ ମାରିଦିଅ, ତାକୁ ମାରିଦିଅ ପ୍ରଭୁ କୌଶିଲା ପ୍ରକାରେ। ସେଇଭଳି ମଣିଷ ବାହାରିବେ ଏଇ ମଣିଷ ଭିତରୁ। ଆଉ ଏତିକି ବୁଝେଇ ସାରିଲା ପରେ ସେ ହଠାତ୍ ଚୁପ୍ ହୋଇଗଲା। ତାପରେ ମିନିଟିଏ ଗଲା, ଘଣ୍ଟାଏ ଗଲା, 2 ଘଣ୍ଟା ଗଲା, ଦିନଟାଏ ଗଲା, ଆଉ ଚାଲିଗଲା। ତାପରେ ହପ୍ତା ପରେ ହପ୍ତା ବାବାଜୀର ପାଟି ଆଉ ଫିଟିଲା ନାହିଁ। ଏକାବେଳେ ଏତେ ଗୁଡ଼ାଏ କଥା କହି ପକେଇ କେମିତି ହଠାତ୍ ମୂକ ପାଲଟି ବସିଥିବା ମଣିଷଟାକୁ ଦେଖିବାକୁ କାହା ମନରେ ବା କୌତୂହଳ ନ ହେବ? କ୍ଷଣକ ପାଇଁ ସେମାନେ ତାକୁ ଏକୁଟିଆ ଛାଡ଼ିଦେଇ ଗଲେ ଚାଲି ଯେଝା କାମରେ। କିନ୍ତୁ କାମ ଅଧାରୁ ଯେଝା ଖଞ୍ଜରେ ଫେରିଆସି ଉଣ୍ଡିଲେ ସେମାନେ। ମୂକ ବାବାଜୀଟି କେମିତି ବସିଥାଏ ଏକା ଖଞ୍ଜା ସତେକି? ବାବାଜୀ
ସବୁଠୁ ବେଶୀ ଆଶ୍ଚର୍ଯ୍ୟ ହେଲା ଧୋବା ବୁଢ଼ା। ଆଉ ଭାବିଲା ବି ମନେ ମନେ, ଏ କେମିତିକା କଥା ଯେ ଆମକୁ ପ୍ରବର୍ତ୍ତେଇଲା କାମ ପାଇଁ, ଅଥଚ ଆମେ ବସିଛୁ ନିଷ୍କାମରେ। ଆପେ ମୌନ ହେଇ ବସି କଥା କୁହାଉଛି ଅନ୍ୟକୁ। ହିସ୍ ଫଟ୍ ହିସ୍ ଟୋ। ଯନ୍ତ୍ରଣାମୟ ପୃଥିବୀର ଚିତ୍କାର ଅବଶ୍ୟ ପୂର୍ବ ପରି ଘେରି ରହିଥିଲା ସେ ଧୋବାସାହିଟିକୁ। କିନ୍ତୁ ତାରି ଭିତରେ କେଉଁଠି ଠାଏ କିଛି ଯେମିତି ଘଟୁଥିଲା। କୋଉଠି ଯେମିତି କିଏ ପାଉଥିଲା ଅସମ୍ଭବ ପ୍ରସବ ବେଦନା। ବସି ରହିଲା ସେ ଯେମିତି ମୂକ ହେଇ। ଆଉ ଯେତିକି ମୂକ ହୋଇଗଲା ସେ, ତା ଚାରିପାଖର ପୃଥିବୀ ହେଇଗଲା ସେତିକି ଶବ୍ଦମୟ ଆଉ ଅର୍ଥପୂର୍ଣ୍ଣ। ବଢ଼ି ଚାଲିଲା ଧୀରେ ଧୀରେ ଧୋବାସାହିର ପାଠଚକ୍ରଟି ତାର ଚତୁଃପାର୍ଶ୍ୱରେ। ଏବେ ପାଠଚକ୍ରଟି ଆଉ ବସୁନାହିଁ ଧୋବାବୁଢ଼ା ପିଣ୍ଡାରେ। ଗାଁ ମଝିରେ ମସ୍ତବଡ଼ ଘରେ ବସିଛି ସେ ଏବକୁ। ଗାଁର ସବୁଠୁ ଧନୀ ମହାଜନ ଯେ ଦିନେ କ'ଣ ହେଲା ତା ମନ ଉପରେ ପଡ଼ିଆସି ପହଞ୍ଚିଗଲା ଆପଣା ଛାଏଁ ସେ। ଧୋବାଘର ପିଣ୍ଡା ପାଠଚକ୍ରରେ ଆଉ ବସି ପଡ଼ିଲା ତୁନିତାନି। କେତେବେଳ ଏଣିକି ତେଣିକି ଚାହିଁକା କ'ଣ ସବୁ ଦେଖିଲା, କ'ଣ ସବୁ ଭାବିଲା କେଜାଣି। ସେଦିନଟି ଗଲା କଟି ତା ଜୀବନରୁ ସେମିତି। ଦ୍ୱିତୀୟ ଦିନ ପୁଣି ଆସିଲା ସେ ଆପଣା ଛାଏଁ। ଆଉ ବସି ରହିଲା ସେମିତି। କ'ଣ ବିଚାରୁଥିଲା ସେ? କେହି ଅବଶ୍ୟ ଚାହୁଁନଥାଏ ତାକୁ କି ବିଚାରୁ ନଥାଏ। ବିଚରା ଧୋବା ମହାଜନଟି ଜୀବନ ସାରା ବସି ବସିକା କ'ଣ ବା ସବୁ ଭାବୁଛି ଆଉ ଭାବିବ ଅବା। କର୍ମମୟ ଏକାକୀ ସଂସାରରେ ଆପଣା କାର୍ଯ୍ୟରେ ହିଁ ଲିପ୍ତ ଥାଏ ଆପେ। ଆଉ କେତେ ନିଷ୍ଠୁର ସେ ଲିପ୍ତତା। ସେଇଠି ବସିଛି ମଣିଷଟିଏ ଆଉ ଜଣେ ମଣିଷର ସାମନାସାମ୍ନି। ଅଥଚ କେହି ଦେଖୁନାହିଁ କାହାକୁ, କେହି ଜାଣୁନାହିଁ କ'ଣ ସବୁ ଚାଲିଛି ବିଚାର ତା ଚାରିପାଖେ। କ'ଣ ସବୁ କଟା ଫୁଟୁଛି ସେ ହାଣ୍ଡିଟି ଭଳି ମୁଣ୍ଡଟି ମାନ ଭିତରେ। ଧୋବା ମହାଜନର ଆବିର୍ଭାବ ଦିନଠୁ ଗୋଟିଏ ବିଚିତ୍ର ପ୍ରତିକ୍ରିୟା ଦେଖାଗଲା ପାଠଚକ୍ରର ସଭ୍ୟମାନଙ୍କ ଭିତରେ। ପୁଣି ଗୋଟାଏ ନୂଆ ଶବ୍ଦ କେଉଁଠି ଲୁଚିଥିଲା, ହଠାତ୍ ବାହାରିଲା ପଦାକୁ। ପହିଲେ ଖୁବ୍ ଛକାପଞ୍ଚାରେ ଶବ୍ଦଟିଏ ଏ ହାତରୁ ସେ ହାତ ହେଇ ବୁଲିଲା। କିନ୍ତୁ ଅଳ୍ପ ସମୟ ଭିତରେ ଫୁଟି ପଡ଼ିଲା ପଦାକୁ। ଅବଶ୍ୟ ସେ ପର୍ଯ୍ୟନ୍ତ ଶବ୍ଦଟିର ଅସଲ ଅର୍ଥ ବିକଶି ନଥିଲା ପୂରାପୂରି। ଗୋଟିଏ କୁହୁଡ଼ିଆ ରୂପ ଘେନି ଶବ୍ଦଟି ବାହାରିଥିଲା କେବଳ ଯାହା ସେତିକି। ଏଇ କୁହୁଡ଼ିଆ ଅବସ୍ଥାରେ ଯେ ଯାହା ପାଇଲା ତାହା ହିଁ କହୁଥିଲା। ଶଇତାନ, ପାପୀ, ଧପ୍ପାବାଜ, ଚୋର, କଳାବଜାରୀ ଏମିତି କେତେ। ତଥାପି ଏତେ ପ୍ରକାର ବର୍ଣ୍ଣନା ସତ୍ତ୍ୱେ କେହି ଭେଦି ପାରୁନଥିଲେ ତାର ଅସଲ ମର୍ମ। କିନ୍ତୁ ଦିନେ ସେହି ମର୍ମଟି ଆପଣା ଛାଏଁ ରୂପ ପାଇଲା ଶବ୍ଦରେ। ତାମସ, ଯାହାର ଅର୍ଥ ଅନ୍ଧାର। ଏହିପରି ଦିନେ ଆପଣାକୁ ଛାଏଁ ପ୍ରକାଶି ବସିଲା ସେଇ ଶବ୍ଦଟି। ଆଉ ପଡ଼ିଲା ଶେଷରେ ଯାଇ ବାବାଜୀ କାନରେ। ଅନ୍ଧାର। ପାଠଚକ୍ର ମଝିରେ ଶେଷରେ ଦିନେ ଆବିର୍ଭୂତ ହେଲା ନିଜେ ଅନ୍ଧାର। ଏହିପରି ଗୋଟିଏ ଚମକ ପାଇଲା ବାବାଜୀ ପହିଲେ। ଆଉ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ସେ ପିଣ୍ଡା ତଳର ସେ କିଟିକିଟି ଅନ୍ଧାରର ଫନ୍ଦକୁ। ମନେ ପଡ଼ିଲା ତାର ପ୍ରତିଦିନ ପ୍ରାଣୀମାନେ କେମିତି ଗୁରୁଣ୍ଡି ଆସୁଥିଲେ ଏଇ ଫନ୍ଦ ମୁହଁକୁ। ପାଠଚକ୍ରରେ ଆଜି ଯେତେକ ବସିଛନ୍ତି ସେମାନେ ଯେ ଥିଲେ ଦିନେ ସେଇଠି ଏଇ ଫନ୍ଦ ତଳେ। ଏତିକି ଭାବିଲା ମାତ୍ରେ ତା ରୁମ ଟାଙ୍କୁରି ଉଠିଲା। ଅନ୍ଧାର ଆଡ଼ୁ ମୁହଁ ବୁଲେଇ ଆଣି ଭୟରେ ଚାହିଁଲା ସେ ଥରେ ସମସ୍ତଙ୍କ ମୁହଁକୁ। ଆଉ ଶେଷରେ ଯାଇ ତା ଆଖି ନିବଦ୍ଧ ହେଲା ସେଇ ମଣିଷଟି ଉପରେ, ଧୋବା ମହାଜନ। ତାମସ, ଅନ୍ଧାରର ପ୍ରାଣ ଶବ୍ଦଟିକୁ ପୁଣି ଥରେ ଧ୍ୟାନସ୍ଥ ହୋଇ ଭାବିଲା ସେ। ଦିନ ପରେ ଦିନ ମୂକ ହୋଇ ବସି କେବଳ ସେଇ ଗୋଟିଏ ଶବ୍ଦ ଉପରେ ଆପଣାର ମନକୁ ନିବିଷ୍ଟ କଲା ସେ। ଧୋବା ମହାଜନ ଏଣିକି ନୀତି ଆସିଲାଣି ପାଠଚକ୍ରକୁ। ଏକା ନୁହେଁ, ତା ସାଙ୍ଗେ ତାର ପରିବାର ଗୋଟାକ ବି। ଧୋବା ମହାଜନଟିର ଚେହେରା ଦେଖିବାକୁ ଅସୁନ୍ଦର ନୁହେଁ, କିନ୍ତୁ କ'ଣ ଗୋଟାଏ ଭୟଙ୍କର ସଙ୍କଟ ତାକୁ ସେତିକି ଆବୋରି ରଖିଥାଏ। କ'ଣ ଗୋଟାଏ ପ୍ରକାରର ଯୁଦ୍ଧ ନିରନ୍ତର ଲାଗିଥାଏ ସେ ଆବରଣଟିର ଉପରେ, ଯାହା ତଳେ ଆପେ ଧୋବା ମହାଜନ ଚପି ଯାଇଥାଏ। କିନ୍ତୁ ଧୋବା ମହାଜନର ପରିବାରଟିର ଚେହେରା ଥିଲା ଅଲଗା ପ୍ରକାର। ବିଶେଷତଃ ପୁରୁଷମାନଙ୍କ ଅପେକ୍ଷାରେ ସେ ପରିବାରର ସ୍ତ୍ରୀ କନ୍ୟାଗୁଡ଼ିକର ଚେହେରା ଥିଲା ଗୋଟିଏ ଆଶ୍ଚର୍ଯ୍ୟଜନକ ସାତ୍ତ୍ୱିକତାର ଆଭାସ। ସେମାନଙ୍କୁ ଦେଖିଲା ମାତ୍ରେ ବାବାଜୀ ଗୋଟିଏ ଅନିର୍ବଚନୀୟ ଦିବ୍ୟ ଭାବରେ ବୁଡ଼ିଯିବା ପରି ଅନୁଭବ କରିବାକୁ ଲାଗିଲା।
ଓ ପୁଣି ଥରେ ତା ଚିତ୍ତ ସ୍ୱପ୍ନ ବିଭୋର ହେବାକୁ ଲାଗିଲା। ଧୋବା ମହାଜନର ତାମସିକ ସ୍ଥିତିକୁ ଡୁବେଇ ଦେଇ ସେ ସାତ୍ତ୍ୱିକ ଭାବଟି ବାବାଜୀର ହୃଦୟରେ ପୁଣି ଥରେ ପ୍ରତିଷ୍ଠା ପାଇବା ପରେ ଗୋଟିଏ ନୂଆ ଆବେଗରେ ସେ ଆପଣା ଛାଏଁ ଆପଣାର ମୌନତା ଭାଙ୍ଗିଦେଲା। ଆସ, ଆସ ସମସ୍ତେ ସମାଜ ଭିତରକୁ ଆସ। ଏଇ ବାକ୍ୟଟି କହୁ କହୁ ସେ ଉଠି ପଡ଼ିଲା ଓ ଡଗଡଗ ହୋଇ ଚାଲିବାକୁ ଲାଗିଲା। ସେମିତି ଚାଲି ଚାଲି ଯାଇ ଠାଏ ଅଟକିଗଲା ସେ। ସେଇଟା ଅନ୍ୟ କୋଉ ଜାଗା ନଥିଲା, ଥିଲା ଖୋଦ୍ ମହାଜନର କୋଠାଘର, ଯାହାକୁ କେନ୍ଦ୍ର କରି ସାରି ସାରି ହେଇ ଗୁଡ଼ିଆ ଗୁଡ଼ିଏ ଗଢ଼ି ଉଠିଥିଲା ସେ ଜାଗା। ନୂଆ ପାଠ୍ୟଚକ୍ରର ଯୋଉଠି ଦେଖୁଥିଲା ବାବାଜୀ ସମାଜକୁ, ଦଳ ଦଳ ମଣିଷର କେନ୍ଦ୍ରକୁ, ସାରି ସାରି ଘରର ମଧ୍ୟସ୍ଥଳକୁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଉପନ୍ୟାସ ଦକ୍ଷିଣାବର୍ତ୍ତ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅବଶିଷ୍ଟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।